ଟା ହଉଛି ଯେଉଁମାନେ ମୃତ ରହିତ ଅଛନ୍ତି ତାଙ୍କର ବାପା କି ଜେଜେବାପାଙ୍କ ନାଁରେ ଜମି ଅଛି, ତାଙ୍କର ବର୍ତ୍ତମାନ ଯିଏ ସେଠିରେ ଅଛନ୍ତି ତାଙ୍କର ଉତ୍ତରାଧିକାରୀ ତାଙ୍କ ନାଁରେ ଜମିକୁ କରିବା ପାଇଁ କଲମ କରେକ୍ସନ୍ କରାଯାଉଥିଲା। ମାନେ ଗତ ଗୋଟେ ବର୍ଷ ଧରି ଚାଲିଥିଲା। ଆମର 115ଟା ମୌଜା ଅଛି, ତ 115ଟା ମୌଜାରେ ଆମର ଆର୍ଆଇ ମାନେ କ୍ୟାମ୍ପ କରିକି ନିଜ ଆଡ଼ୁ ସ୍ୱମୋଟ ଭାବରେ ଇନିସିଏଟ୍ କରିଥିଲେ। ମାନେ ଯେଉଁ ପ୍ରତି ଗାଁକୁ ଯାଇଥିଲେ ଆଉ ଯେଉଁ ଲୋକ ମାନେ ରହିତ ନାହାନ୍ତି ମାନେ ମୃତ ତାଙ୍କର ଉତ୍ତରାଧିକାରୀ ବଂଶାବଳୀ ସେମାନେ ନିଜ ଆଡ଼ୁ ବନେଇକି ଆପ୍ଲାଏ କରିଥିଲେ। ତାପରେ ତାଙ୍କୁ ଗୋଟେ 15 ଦିନିଆ ହିୟରିଂ ନୋଟିସ୍ କରାଯାଇଥିଲା। ଆଉ ତା ବେସିସ୍ରେ ଥରେ ହିୟରିଂ କଲା ପରେ ତାଙ୍କର ଯଦି କିଛି ଅବଜେକ୍ସନ୍ ଅଛି କିଛି ଶୁଣାଯାଇଥିଲା, ନଚେତ୍ ଯେଉଁ ହିସାବରେ ଜେନୋଲୋଜି ଆସିଥିଲା ସେ ଅନୁସାରେ ତାଙ୍କର କଲମ ଟୁ କରେକ୍ସନ୍ କରିବା ପାଇଁ ଅର୍ଡର କରାଯାଇଥିଲା। ସ୍ପେଶାଲ ଡ୍ରାଇଭ୍ କଥା ସ୍ପେଶାଲ ଡ୍ରାଇଭ୍ ଗୋଟେ ବର୍ଷ ହେଲା କରି ଏବେ ଜଣେ ଯେ ନୂଆ କରିବ ଆଜ୍ଞା। କଲମ ଟୁ କରେକ୍ସନ୍ ଯେ ବର୍ତ୍ତମାନ ତାଙ୍କର ଦାଦା ଯବାନ ଅଛନ୍ତି ଯୋଉ ଲୋକ ଆଜ୍ଞା, ଅଛନ୍ତି ଆଜ୍ଞା। ତା ପ୍ରୋସିଜର କ'ଣ? ଆଜ୍ଞା। ପ୍ରଥମେ ସେ କୋଉଠି ଆପ୍ଲାଏ କରିବ, କ'ଣ କ'ଣ ଡକୁମେଣ୍ଟ ଆପ୍ଲାଏ କରିବ, ତା ନେକ୍ସଟ ଫଲୋ ଅପ୍ ଷ୍ଟେଜ୍ ଗୁଡ଼ା ସବୁ କ'ଣ କ'ଣ? କଲମ ଟୁ କରେକ୍ସନ୍ ପାଇଁ ଦୁଇଟା ଉପାୟ ଅଛି। ଯଦି ଜଣେ ଚାହିଁବେ ଲୋକ ନିଜେ ବି ଆପ୍ଲାଏ କରିପାରିବେ। ଯେଉଁ ମ୍ୟୁଟେସନରେ ଇନହେରିଟାନ୍ସ ଟାଇପ୍ ଆମର ଅନଲାଇନରେ ଯେଉଁ ଆପ୍ଲାଏ କରୁଛନ୍ତି ଲୋକମାନେ ମ୍ୟୁଟେସନ୍ ନିଜେ, ଯଦି ଗଭର୍ଣ୍ଣମେଣ୍ଟର ନମିନାଲ ଫିଜ୍ ଅଛି ଆପ୍ଲିକେସନ୍ ଫି, ROR ଫି, ଡିମାର୍କେସନ୍ ଫି ତାକୁ ସବମିଟ୍ କରିକି ସେ ଇନହେରିଟାନ୍ସ ଟାଇପ୍ରେ ମ୍ୟୁଟେସନ୍ ଆପ୍ଲାଏ କରିପାରିବେ। ଦ୍ୱିତୀୟରେ ନହେଲେ ଆର୍ଆଇଙ୍କ ପାଖରେ ଯାଇକି ସେମାନେ ଜଣାଇ ପାରିବେ ଯେ ଯଦି ବାଇଚାନ୍ସ କାହାର ରହିଯାଇଛି ତ ସେମାନେ ଆର୍ଆଇ ସ୍ୱମୋଟ ଭାବରେ ମଧ୍ୟ କେସ୍ ଇନିସିଏଟ୍ କରିକି ଆମକୁ ସେ ପଠାଇ ପାରିବେ। ଆର୍ଆଇ ଅଫିସରେ କ'ଣ କ'ଣ ସବୁ ଡକୁମେଣ୍ଟ ଦେବାକୁ ପଡ଼ିବ ଆପ୍ଲାଏ କଲାବେଳେ? ନାଇଁ ଡକୁମେଣ୍ଟ କିଛି ନାହିଁ, ସେ ଆର୍ଆଇ ଇନକ୍ୱାରି କରିବେ। ସେ ଫିଲ୍ଡରେ ଯାଇକି ଯେ ପ୍ରଥମେ ଆର୍ଆଇଙ୍କୁ ଜଣେଇବେ, ଆର୍ଆଇଙ୍କୁ ଜଣେଇଦେବେ, ଆର୍ଆଇ ନିଜ ଆଡ଼ୁ ଇନକ୍ୱାରି କରିଦେବେ। ସେ ଗୋଟେ ବନେଇଦେବେ ଇନକ୍ୱାରି ରିପୋର୍ଟ ତାଙ୍କର, ତାକୁ ସେ ଅନଲାଇନରେ ସବମିଟ୍ କରିଦେଲେ ଆମ ପାଖକୁ ଆସିଯିବ। କଲମ ଟୁ କରେକ୍ସନ୍ ଆମର LRMSରେ ଅଛି ସିଷ୍ଟମ୍, ତହସିଲଦାରଙ୍କୁ ପଳେଇବ। ତାପରେ ତହସିଲଦାର ଗୋଟେ 15 ଡେଜ୍ର ନୋଟିସ୍ କରିବେ କାହାର କି ବାହାର ମାନେ ସେ ଆପତ୍ତି ଅଭିଯୋଗ ପକ୍ଷ ନୋଟିସ୍ ଆଉ ସାଧାରଣ ନୋଟିସ୍। ଯଦି କାହାର କିଛି ଅବଜେକ୍ସନ୍ ନାହିଁ 15 ଦିନ ପରେ ସେଇଟା ଅର୍ଡର ହେଇଯିବ କଲମ ଟୁ କରେକ୍ସନ୍ କରିବା ପାଇଁ। ତ ଏଇ ଦୁଇଟା ଉପାୟରେ କଲମ ଟୁ କରେକ୍ସନ୍ ତ କନସର୍ନ ତହସିଲଦାର ମାନେ ତହସିଲ ଅଫିସରେ କଲମ ଟୁ କରେକ୍ସନ୍ ହେବ, ମାନେ ତାଙ୍କ ନାଁ ଉଠିବ, ତାଙ୍କ ନାଁ ଗୁଡ଼ା ଉଠିଯିବ। ନୋଟିସ୍ ଯୋଉ ମରାଯାଏ ନୋଟିସ୍ ବୋର୍ଡରେ ମରାଯାଇକି ନା ଅନଲାଇନରେ ଡିସପ୍ଲେ ହୁଏ ସେ ନୋଟିସ୍? ନାଇଁ ଗାଁ ସେଠି ସର୍ଭ କରାଯାଏ। ଆମର ପ୍ରୋସେସ୍ ସର୍ଭର ନେଇକି ସର୍ଭ କରନ୍ତି। ସେ ଲୋକଙ୍କୁ ଗୋଟେ ନୋଟିସ୍ ଦିଆଯାଏ ଆଉ ସେ ଗାଁରେ ଯେଉଁଟା ସାଧାରଣ ନୋଟିସ୍ଟା ଗାଁରେ ଦିଆଯାଏ। ଗାଁ ଲୋକଙ୍କର ଜେନେରାଲି ପଞ୍ଚାୟତ ଗୃହ, RI ଅଫିସ୍ ସେସବୁ ଜାଗାରେ ଆମେ ନୋଟିସ୍ଟି ଦେଉ। କିଛି ଅବଜେକ୍ସନ୍ ଆହ୍ୱାନ କର ଯଦି କିଛି ଥାଏ। ଯଦି ଏକାଧିକ ରହିଥିବେ ଦାବିଦାର, ଯେଉଁ ଜାଗାରେ ଅଛନ୍ତି ଏକାଧିକ ପୁଅ ଅଛନ୍ତି ବା ତାଙ୍କର ଉତ୍ତରାଧିକାରୀ ଝିଅ ଅଛନ୍ତି, ତ ସେଇ କ୍ଷେତ୍ରରେ ଜଣେ ଆପ୍ଲିକାଣ୍ଟ କଲେ କରିପାରିବେ ନା ତୁମକୁ ସାମୂହିକ ସମସ୍ତଙ୍କୁ ଏକ ଫିଜିକାଲି ଯିବାକୁ ପଡ଼ିବ? ନା ଆପ୍ଲାଏ ଚାହିଁଲେ ଜଣେ କରିପାରିବେ। ସେଥିରେ କାହିଁକି ଅନଲାଇନରେ କଲେ ୟୁଜର ID ପାସୱାର୍ଡ ଜଣଙ୍କର ରହୁଛି, OTP ଜଣଙ୍କ ପାଖକୁ ଯିବ। ଆପ୍ଲାଏ ଫିଜିକାଲ ମୋଡରେ କରିବେ, ହଁ ଜଣେ ତାଙ୍କ ଭିତରୁ ଜଣେ ଆପ୍ଲାଏ କରିପାରିବେ। ବାକି RI ଯେତେବେଳେ ଇନକ୍ୱାରି କରିବେ ସେତେବେଳେ ସମସ୍ତଙ୍କର ସହମତି ଦରକାର। ତ ସେଇ ବିଷୟରେ ସମସ୍ତଙ୍କ ସହମତି ଦରକାର ପଡ଼ିବ। କିନ୍ତୁ ଯଦି ସମସ୍ତଙ୍କ ଭିତରେ ସହମତି ନ ହୁଏ ସେଇ କ୍ଷେତ୍ରରେ ଆମେ କରିପାରିବାନି। ଏଇଟା ମାନେ ସିଭିଲ ଡିସ୍ପ୍ୟୁଟ୍ ବୋଲି ଧରାଯିବ। ଯଦି ତାଙ୍କ ଭିତରେ ଆପତ୍ତି ଅଭିଯୋଗ ଅଛି, ଜଣେ କିଏ କହିଲା ଯେ ସିଏ ତାଙ୍କର ପୁଅ ନାହାନ୍ତି କି କ'ଣ କିଛି, ସେଇ କ୍ଷେତ୍ରରେ ଆମେ କରିପାରିବାନି। ଏମିତି କ୍ୱଚିତ୍ ହୁଏ, ବହୁତ କମ୍ ହୁଏ। ସେଗୁଡ଼ାକୁ ମାନେ ଏମିତି ଦେୱାନୀ ମାମଲା ଯେଉଁ କୁହାଯାଏ, ସେ ଅଦାଲତରେ ସେଗୁଡ଼ା କିଛି ଯେତିକି ତାଙ୍କର ଅଂଶୀଦାର ବା ସ୍ୱତ୍ୱାଧିକାରୀ ରହିବେ ତାଙ୍କର ଉତ୍ତରାଧିକାରୀ ସମସ୍ତଙ୍କର ଜଏଣ୍ଟ ପଟ୍ଟା, ଏଥିରେ କଲମ ଟୁରେ ଜଏଣ୍ଟ ପଟ୍ଟା ବାହାରେ ନା ସମସ୍ତଙ୍କ ନାଁରେ ଭିନ୍ନ ଭିନ୍ନ ଯେତେ ଧର ଉତ୍ତରାଧିକାରୀ ଥାନ୍ତି ସମସ୍ତଙ୍କର ଅଲଗା ଅଲଗା ପଟ୍ଟା ବାହାରେ? ନାଇଁ, ସେ ମାନେ ଭିନ୍ନ ପଟ୍ଟା ଆମେ ବାହାର କରିପାରିବାନି। କାହିଁକି ନା ଆମେ କେବଳ ସେ ଖାତାରେ ଯେତିକି ପ୍ଲଟ୍ ଅଛି ତାଙ୍କର ଉତ୍ତରାଧିକାରୀଙ୍କୁ ସମସ୍ତଙ୍କ ଜମି ଗୁଡ଼ିକ ତାଙ୍କ ନାଁରେ ଆମେ ଉଠାଇ ଦେଉଛେ। ଯଦି ଭିନ୍ନ ଭିନ୍ନ ପଟ୍ଟା କରାଯିବ ତ ସେବେ ଆମର OLR 91(c)ରେ ପାର୍ଟିସନ୍ ଆପ୍ଲାଏ କରିବେ। ପାର୍ଟିସନ୍ ଆପ୍ଲାଏ କରିବେ ତ ସେତେବେଳେ ମ୍ୟୁଚୁଆଲ ପାର୍ଟିସନ୍ ହେଲେ ସେଇଟା ମାନେ ଯିଏ ଯାହାର ଯେତିକି ଅଂଶ ତାଙ୍କ ଭିତରେ ଯଦି ସହମତିରେ ଯେଉଁଟା ସେମାନେ ଡିସାଇଡ୍ କରିବେ ସେ ଅନୁସାରେ ଅଲଗା ପଟ୍ଟା ହେଇପାରିବ। କଲମ ଟୁ କରେକ୍ସନରେ ତାଙ୍କ ନାଁ ସମସ୍ତଙ୍କର ଜିନିଷ, ଆଉ ଗୋଟେ ହେଉଛି ଆପଣଙ୍କ ପାର୍ଟିସନରେ ଇଣ୍ଡିଭିଜୁଆଲ ଉଠିବା ଜିନିଷ। ଆଜ୍ଞା, ଦୁଇଟା ଅଲଗା ଜିନିଷ। କିନ୍ତୁ ଏ ଯେଉଁ ବର୍ତ୍ତମାନ ଯେଉଁ ରେଜିଷ୍ଟ୍ରେସନ୍ ପାଇଁ ଯେଉଁଟା ଆଗ୍ରୋ ଷ୍ଟେକ୍ ରେଜିଷ୍ଟ୍ରେସନ୍ ପାଇଁ ସେଇଟା କ'ଣ କମନ୍ ପଟ୍ଟା ହେଲେ ବି ହେଇପାରୁଛି? କାଗଜପତ୍ର କ'ଣ ତାଙ୍କୁ ଜମା କରିବାକୁ ପଡ଼ିବ? ଯେଉଁମାନେ ଜେନ୍ୟୁନ୍ କାଗଜପତ୍ର ସବୁ ପ୍ରଡ୍ୟୁସ୍ କରିବେ ସରକାର ମାନେ ତହସିଲଦାର ପାଖରେ? ନାଇଁ, ଏଗ୍ରିଷ୍ଟାକ୍ ଆପ୍ଟା ଆମର ଚାଲିଛି। ଯେଉଁ ମାନେ ବ୍ଲକ ଏଗ୍ରିକଲଚର ଅଫିସର ବି ମନିଟରିଂ କରୁଛନ୍ତି। ଆମର RI ମାନେ ଅଛନ୍ତି। ସବୁ ଯେତେ ସବୁ ଗାଁରେ ଅଛି ଆମର ମାନେ ଅଧିକାଂଶ ସହରାଞ୍ଚଳରେ ଅଛି ଆଉ କିଛି ଅଂଶ ଗ୍ରାମାଞ୍ଚଳରେ ରହିଛି। ଯେଉଁଠି ଚାଷ ଜମି ଅଛି ସେଥିରେ
जो कोऑपरेटिव सोसाइटी स्टाफ आउ एग्रीकल्चर स्टाफ आउ आमर आरआई स्टाफ तांकर आप अच्छे मोबाइल आप रे से सबमिट कर शेष प्रश्न जड़े यदि हिताधिकारी नुआ करे अप्लाई करिवो जड़े नुआ उत्तराधिकारी ये आरआई ऑफिस रे फिजिकल मोड अप्लाई करिबा से तहसील ऑफिस को जीवा तहसीलदार पुणी नोटिस सर्व करके फाइनल ऑर्डर देला पर्यंत ये मोटामोटी केते समय लागिवो लगी था साधारणतः अति 20 ରୁ 30 दिन भितर हो जदि जेहेतु टे खाता आमर बेसी रही 90,000 पाखापाखि सदर तहसील खाता अच्छी मोटामोटी गोटे मास भितर लगुच समय सीमा नोटिस जो तहसीलदार से 15 दिन नोटिस स्टेट्यूटरी प्रोविजन से कमे पारे बाकी जिन आम शीघ्र भी कर 17-18 दिन भी कर से नोटिस सर्व हो ऑनलाइन नुआ उत्तराधिकारी ना उठी हाँ हाँ आज्ञा